ସମସ୍ତଙ୍କୁ ମୋର ନମସ୍କାର। ଭାରତର ନମ୍ବର 1 ୟୁଟ୍ୟୁବ୍ ଚ୍ୟାନେଲ୍ ଆବେତି ଲର୍ଣ୍ଣିଂର ଏହି ଶିକ୍ଷଣ କାର୍ଯ୍ୟକ୍ରମକୁ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଚ୍ଛା ପିଲାମାନେ, ତୁମମାନଙ୍କୁ ମୋର ଶବ୍ଦ ଶୁଣାଯାଉଛି ତ? ଯଦି ଠିକ୍ ଭାବେ ଶୁଣାଯାଉଛି, ତେବେ କମେଣ୍ଟ ବକ୍ସରେ ୟେସ୍ ବୋଲି କିମ୍ବା ହଁ ବୋଲି ଟାଇପ୍ କର। ବହୁତ ବହୁତ ଧନ୍ୟବାଦ ପିଲାମାନେ, ସଙ୍ଗେ ସଙ୍ଗେ ରିପ୍ଲାଏ ଦେଇଥିବାରୁ। ତେବେ ଚାଲ କିଛି ନୂଆ କଥା ଶିଖିବା। କିନ୍ତୁ ତା ପୂର୍ବରୁ ମୁଁ କହି ରଖେ, ଆମେ କିପରି ଲାଇଭ୍ କ୍ଲାସରେ ଯୋଗ ଦେଇପାରିବା। ଆପଣମାନେ ସମସ୍ତେ ଜାଣିଛନ୍ତି, ଏହା ବହୁତ ସହଜ। ୟୁଟ୍ୟୁବକୁ ଯାଇ ଆମର ଆବେତି ଲର୍ଣ୍ଣିଂ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିବେ। ତାପରେ ବେଲ୍ ଆଇକନକୁ କ୍ଲିକ୍ କରିବେ, ଯାହା ଫଳରେ କି ଯେକୌଣସି ଲାଇଭ୍ କ୍ଲାସ୍ ହେବା ପୂର୍ବରୁ ଆପଣଙ୍କ ଫୋନକୁ ନୋଟିଫିକେସନ୍ ଆସିଯିବ। ଠିକ୍ ଅଛି? ଏବେ ଚାଲନ୍ତୁ ଆମର ଏଇ ଲାଇଭ୍ କ୍ଲାସ୍ର ନିୟମାବଳୀ ବିଷୟରେ ଜାଣିବା। ପ୍ରଥମତଃ ଆପଣମାନେ କେବଳ ପଚରା ଯାଇଥିବା ପ୍ରଶ୍ନର ଉତ୍ତର କମେଣ୍ଟ ବକ୍ସରେ ଦେବେ। ଦ୍ୱିତୀୟତଃ ନିଜ ନିଜ ଭିତରେ ଅଯଥା ଚାଟିଂ କରିବେ ନାହିଁ। ତୃତୀୟତଃ ନିଜ ନିଜ ଭିତରେ ଚାଟିଂ କରିବା ଦ୍ୱାରା ଭିଡ଼ିଓ ଶୁଣିବାରେ ଆପଣମାନଙ୍କୁ ହିଁ ଅସୁବିଧା ହେବ। ଚତୁର୍ଥତଃ ଆପଣମାନଙ୍କୁ ଏକ ବିଶେଷ ଅନୁରୋଧ ଯେ ଏହି ଲାଇଭ୍ କ୍ଲାସ୍ ସରିଲା ପରେ ହିଁ ଆଉ ଥରେ ଭିଡ଼ିଓକୁ ଦେଖି ଆପଣମାନେ ନିଜର ନୋଟ୍ ଲେଖିବେ। ଠିକ୍ ହେଲା? ଲାଇଭ୍ କ୍ଲାସ୍ ଚାଲିବା ସମୟରେ ଆମେ ଯଦି ନୋଟ୍ ବନେଇବା କିମ୍ବା ଅଯଥା ପରସ୍ପର ଭିତରେ ଚାଟିଂ କରିବା, ଏହା ଦ୍ୱାରା କ୍ଷତି ଆମର ହିଁ ହେବ। ଚାଲୁଥିବା ଭିଡ଼ିଓର ବିଷୟବସ୍ତୁ ବିଷୟରେ ଆମେ ଭଲ ଭାବରେ ଅବଗତ ହୋଇପାରିବା ନାହିଁ। ଏବେ ଆପଣମାନେ ଦେଖିପାରୁଥିବେ, ଆବେତି ଲର୍ଣ୍ଣିଂ ତରଫରୁ ଆପଣ ସମସ୍ତଙ୍କ ପାଇଁ ଆବେତି ସ୍ପୋକେନ୍ ଇଂଲିଶ କ୍ଲାସ୍ ଏବଂ ଆବେତି କୋଡ଼ିଂ କ୍ଲାସ୍ର ଆୟୋଜନ କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ରୂପେ ମାଗଣା। ତେବେ ଆଉ ଡେରି କରନ୍ତୁନି, ଯଥାଶୀଘ୍ର ଆମର ଆବେତି ସ୍ପୋକେନ୍ ଇଂଲିଶ ଏବଂ ଆବେତି କୋଡ଼ିଂ କ୍ଲାସ୍ ଲିଙ୍କକୁ ଯାଇ ନିଜ ନିଜର ନାମକୁ ରେଜିଷ୍ଟର କରିଦିଅନ୍ତୁ, ଯାହାଫଳରେ କି ଆପଣ ସମ୍ପୂର୍ଣ୍ଣ ମାଗଣାରେ ସ୍ପୋକେନ୍ ଇଂଲିଶ ଶିଖିପାରିବେ ଏବଂ କୋଡ଼ିଂ ମଧ୍ୟ ଶିଖିପାରିବେ। କୋଡ଼ିଂ କ୍ଲାସ୍ରେ ରେଜିଷ୍ଟ୍ରେସନ୍ କରିବା ପାଇଁ ଲିଙ୍କଟି ହେଲା https://bit.ly/abeticodingclass। ଠିକ୍ ସେହିପରି ସ୍ପୋକେନ୍ ଇଂଲିଶ କ୍ଲାସ୍ରେ ରେଜିଷ୍ଟ୍ରେସନ୍ କରିବା ପାଇଁ ଲିଙ୍କଟି ହେଉଛି https://bit.ly/abetispokenenglish। ବର୍ତ୍ତମାନ ମୁଁ ଆପଣଙ୍କୁ ଏକ ସ୍କ୍ରିନ୍ ସେୟାର କରୁଛି, ଯେଉଁଠି ଆପଣମାନେ ଦେଖିପାରିବେ ବହୁତ ସଂଖ୍ୟାର ଛାତ୍ରଛାତ୍ରୀମାନେ ଆମର ବିଗତ ଦିନରେ ହୋଇଥିବା ସ୍ପୋକେନ୍ ଇଂଲିଶ କ୍ଲାସ୍ରେ ଯୋଗଦାନ କରିଥିଲେ। ଆଉ ଏମାନଙ୍କୁ 500ରୁ 600 ଛାତ୍ରଛାତ୍ରୀ ଏମାନଙ୍କୁ ସ୍କ୍ରିନ୍ରେ ଲାଇଭ୍ ଦେଖିପାରୁଥିଲେ। ତ ଆପଣମାନେ ବି ଯଦି ଆମର ସ୍ପୋକେନ୍ ଇଂଲିଶ ମ୍ୟାଡ଼ାମଙ୍କ ସହିତ ସିଧାସଳଖ ଭାବରେ କଥା ହେବାକୁ ଚାହୁଁଥାନ୍ତି କିମ୍ବା ତାଙ୍କ ସହିତ ଇଣ୍ଟାରାକ୍ସନ୍ କରିବାକୁ ଚାହୁଁଥାନ୍ତି, ତେବେ ଆଉ ଡେରି କରନ୍ତୁନି, ଯଥାଶୀଘ୍ର ଆମର ସ୍ପୋକେନ୍ ଇଂଲିଶ କ୍ଲାସ୍ରେ ନିଜର ନାମକୁ ରେଜିଷ୍ଟର କରିଦିଅନ୍ତୁ। ବର୍ତ୍ତମାନ ପର୍ଯ୍ୟନ୍ତ 800 ଶିଶୁ ରେଜିଷ୍ଟର କରିସାରିଲେଣି। ଆପଣମାନେ ମଧ୍ୟ ଆବେତି ଲର୍ଣ୍ଣିଂ ତରଫରୁ ଦିଆଯାଇଥିବା ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ନିଶ୍ଚିତ ରୂପେ ଆବେତି ଲର୍ଣ୍ଣିଂର ଏହି ସ୍ପୋକେନ୍ ଇଂଲିଶ କ୍ଲାସ୍ ଏବଂ କୋଡ଼ିଂ କ୍ଲାସ୍କୁ ଜଏନ୍ କରନ୍ତୁ ଏବଂ ନିଜର ଇଂଲିଶ ସ୍ପିକିଂ ପାୱାରକୁ ଡେଭେଲପ୍ କରନ୍ତୁ। ଠିକ୍ ଅଛି? ବର୍ତ୍ତମାନ ଚାଲନ୍ତୁ ଆଉ ଡେରି ନକରି ଆମର ଶିକ୍ଷଣ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।
ଆଚ୍ଛା କହିଲ, ଏଇ ଚିତ୍ରରେ ସବୁ କଣ ଦେଖୁଛ? ବହୁତ ଗୁଡ଼ିଏ ଘର ଅଛି, ଗଛପତ୍ର ଅଛି, ବୁଦା ଅଛି, ଆକାଶ ଅଛି, ପାହାଡ଼ ଅଛି, ସୂର୍ଯ୍ୟ ବି ଅଛନ୍ତି, ମେଘମାଳ ବି ଅଛନ୍ତି, ପବନ ଚକ୍ରି ଗୋଟିଏ ଲାଗିଛି, ନାଇଁ? ଆଚ୍ଛା ଆଚ୍ଛା କହିଲ, ଏଇ ଯୋଉ ଘର ଗୁଡ଼ିକ ଅଛି, ଏଇ ଯୋଉ ପ୍ରକୃତିର ଏଇ ଯୋଉ ସବୁଜିମା ଆମେ ଦେଖିପାରୁଛେ, ଏ ସବୁକୁ କିଏ ଉପଭୋଗ କରେ ବିଶେଷ କରି? ଏ ଘରେ କିଏ ରହୁଥିବ? ମନୁଷ୍ୟମାନେ, ଭେରି ଗୁଡ୍। ମନୁଷ୍ୟମାନେ ଏଇ ଘରେ ବାସ କରନ୍ତି ହେଲା। ଅର୍ଥାତ୍ ଆମେ ସମସ୍ତେ ଏଇ ଘରେ ବାସ କରୁ। ଆଚ୍ଛା ଘରଟା କାହା ଉପରେ ଅଛି? ଏକ ଭୂମି ଉପରେ ଅଛି। ତ ଆମେ ସମସ୍ତେ କାହା ଉପରେ ବାସ କରୁ? ଭୂମି ଉପରେ ବାସ କରୁ। ବିଶେଷ ରୂପରେ କହିବାକୁ ଗଲେ ଆମେ ସମସ୍ତେ ପୃଥିବୀର ପୃଷ୍ଠରେ ବାସ କରୁ। ଅର୍ଥାତ୍ ପୃଥିବୀ ଉପରେ ଉପରି ଭାଗରେ ଆମେ ବାସ କରୁ। ଠିକ୍ ହେଲା? ଯଦି ଭୂମି ନଥାନ୍ତା ଆମେ ଘର କେମିତି ତିଆରି କରିଥାନ୍ତେ? ପବନରେ ଘର ତିଆରି ହବ କି? ହେଇପାରିବନି। ଘର ତିଆରି ହେବା ପାଇଁ ବା ନିଜର ଗୋଟେ ବାସସ୍ଥାନ ତିଆରି କରିବା ପାଇଁ ଏକ ଭିତ୍ତିଭୂମି ଆବଶ୍ୟକ ହୋଇଥାଏ। ହେଲା? ତ ଆମେ ସମସ୍ତେ କାହା ଉପରେ ବାସ କରୁ? ଭୂମି ଉପରେ ବାସ କରିଥାଉ। ହେଲା? ଠିକ୍ ସେହିପରି ଆମର ସମସ୍ତ ପ୍ରକାର ସାମାଜିକ ତଥା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଏହି ଭୂମି ଉପରେ ହିଁ କାର୍ଯ୍ୟକାରୀ ହୋଇଥାଏ। ସାମାଜିକ କାର୍ଯ୍ୟକଳାପ କ'ଣ କ'ଣ? ବହୁତ ଗୁଡ଼ିଏ ସାମାଜିକ କାର୍ଯ୍ୟକଳାପ ଅଛି। ଯେପରି ଆମେ କୌଣସି ଧାର୍ମିକ ଅନୁଷ୍ଠାନକୁ ଯିବା, କୌଣସି ମନ୍ଦିରକୁ ଯିବା, କିମ୍ବା ରାସ୍ତାରେ ସାଇକେଲ ଚଲେଇବା, ଯୋଗ କରିବା, ଚାଷ କରିବା, ବଜାରକୁ ଯିବା, ମାନେ ସମାଜରେ ଆବଶ୍ୟକ ହେଉଥିବା କାର୍ଯ୍ୟକଳାପ ଗୁଡ଼ିକ। ଆମେ ସମାଜରେ ଯେକୌଣସି କାର୍ଯ୍ୟକଳାପ ଗୁଡ଼ିକ କରିଥାଉ ତାହାକୁ ସାମାଜିକ କାର୍ଯ୍ୟକଳାପ କୁହାଯାଏ। ଯେପରିକି ବିଦ୍ୟାଳୟ ଯିବା, ଚିକିତ୍ସାଳୟ ଯିବା, ପୋଷ୍ଟ ଅଫିସ୍ ଯିବା, ଯିବା ଆସିବା କରିବା, ଗମନାଗମନ କରିବା, ଖାଇବା ପିଇବା, ଏସବୁ ଜିନିଷ ଆମେ କାହା ଉପରେ କରିଥାଉ? ଏଇ ଭୂମି ଉପରେ ହିଁ ଆମେ କରିଥାଉ। ଠିକ୍ ସେହିପରି ଆର୍ଥନୈତିକ କାର୍ଯ୍ୟକଳାପ। ଆର୍ଥନୈତିକ କାର୍ଯ୍ୟକଳାପ କ'ଣ? ଯେଉଁଥିରେ ଅର୍ଥର ବିନିଯୋଗ ହୋଇଥାଏ। ଯେପରି ଆମେ ମାର୍କେଟିଂ କରିବା, ବଜାର ଯିବା, ଜିନିଷପତ୍ର କିଣି ଆଣିବା, ବ୍ୟାଙ୍କ ଯିବା, ପୋଷ୍ଟ ଅଫିସ୍ ଯିବା, ହୋଟେଲ ଯିବା, ବିଭିନ୍ନ ପ୍ରକାର ଘରର ଯାବତୀୟ ଜିନିଷ କିଣାକିଣି କରିବା, ଏସବୁ କାର୍ଯ୍ୟକଳାପ ମଧ୍ୟ କାହା ଉପରେ ହୋଇଥାଏ? ଭୂମି ଉପରେ ହିଁ କାର୍ଯ୍ୟକାରୀ ହୋଇଥାଏ। ତ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଏଇ ଭୂମିକୁ ହିଁ ବ୍ୟବହାର କରିଥାଉ। ମନେକର ଭୂମି ନଥାନ୍ତା ତାହେଲେ ଆମେ କ'ଣ କରିଥାନ୍ତେ? ଆମେ କଳ୍ପନା ବି କରିପାରିବାନି ଆମେ କ'ଣ କରିପାରିଥାନ୍ତେ। ତେଣୁ ଯାହା କିଛି ବି ସମ୍ଭବ ହୋଇପାରିଛି ଏଇ ଭୂମି ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ତେଣୁ ଭୂମିକୁ ଏକ ମୌଳିକ ତଥା ପ୍ରାକୃତିକ ସମ୍ବଳ ବୋଲି କୁହାଯାଏ। ହେଲା? ମୌଳିକ ସମ୍ବଳ ମାନେ କ'ଣ? ଯେକୌଣସି ସମ୍ବଳ ଆମେ ବ୍ୟବହାର କରୁଛେ ତାର ମୂଳ ଜିନିଷଟା ଭୂମିରୁ ହିଁ ଉତ୍ପାଦନ ହେଇଥିବ। ଉଦାହରଣ ସ୍ୱରୂପ ଆମେ ବସ୍ତ୍ର ପିନ୍ଧିଛେ, ହେଲା? ମାନେ ବସ୍ତ୍ର କେଉଁଠୁ ଆସିଲା? ବା ବସ୍ତ୍ର କିପରି ତିଆରି ହେଲା? ନିହାତି ଗୋଟେ ଫ୍ୟାକ୍ଟ୍ରିରେ ତିଆରି ହେଇଥିବ, ବା କୌଣସି ଗୋଟେ ସୂତା କଳରେ ତିଆରି ହେଇଥିବ, ବା ଲୁଗା କଳରେ ତିଆରି ହେଇଥିବ। ହେଲା? ତ ଲୁଗା କଳଟା କେଉଁଠି ଅଛି? ଭୂମି ଉପରେ ହିଁ ସ୍ଥାପନ କରାଯାଇଛି। ହେଲା? ତ ଲୁଗା କଳରେ କେମିତି ବ୍ୟବହାର ହେଲା? ଆମେ ଯେଉଁ ବସ୍ତ୍ରଟା ପିନ୍ଧିଛେ ସେଟା ସୂତାରୁ ତିଆରି। ସୂତା କେଉଁଠୁ ଆସୁଛି? ତୁଳାରୁ ଆସିଲା। ତୁଳା କେଉଁଠୁ ଆସିଲା? କପାରୁ ଆସିଲା। କପା କେଉଁଠୁ ଆସିଲା? କପା ଗଛରୁ ଆସିଲା। ତ ଗଛ କେଉଁଠି ଲାଗିଛି? ମାଟିରେ ଲାଗିଛି। ହେଲା? ତ ଏଇଟା ମୂଳ ଉତ୍ପାଦନଟା ତାର ଭୂମି ହିଁ ହୋଇଥାଏ।
ସେପରି ଖାଦ୍ୟ ପଦାର୍ଥ ବି ଯଦି ଦେବା, ଆମେ ଯେକୌଣସି ଭାତ ଖାଉଛେ, ଭାତ ଡାଲି ତରକାରୀ ବିଭିନ୍ନ ଫଳ ପନିପରିବା ଫୁଲ ଇତ୍ୟାଦି ଯେଉଁ ଆମେ ଆମର ବ୍ୟବହାର କରିଥାଏ ବା ଖାଦ୍ୟ ଆମେ ଖାଇଥାଏ, ସେସବୁ ଜିନିଷ ମଧ୍ୟ କେଉଁଠୁ ଆସୁଛି? ଗଛରୁ ଆସୁଛି। ଆଉ ଗଛ ସେମିତି କେଉଁଠି ଲାଗିଥାଏ? ଭୂମିରେ ଲାଗିଥାଏ। ସାଧାରଣ ଆମେ ଯେଉଁ ଅଳଙ୍କାର ମଧ୍ୟ ବ୍ୟବହାର କରିଥାଉ, ସୁନା ରୂପା ଇତ୍ୟାଦି ଯେଉଁ ବା ଆମେ ଯେଉଁ କଂସା ବାସନ ବା ଲୁହା ଇତ୍ୟାଦି ଜିନିଷ ମଧ୍ୟ ଯେଉଁ ଆମେ ବ୍ୟବହାର କରିଥାଉ, ଏସବୁ ଜିନିଷ କେଉଁଠୁ ଆସିଛି? ଏ ବି ସେଇ ଭୂମିରୁ ବା ମାଟି ତଳୁ ହିଁ ଆସିଥାଏ। ଠିକ୍ ସେମିତି ଆମର ଦୈନନ୍ଦିନ କାର୍ଯ୍ୟରେ ଆମେ ବ୍ୟବହାର କରୁଛେ ଯେଉଁ ଜଳ, ପାନୀୟ ହିସାବରେ ହେଉ କିମ୍ବା ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ସ୍ନାନ କରିବା ଉଦ୍ଦେଶ୍ୟରେ ବାସନ ଧୋଇବା ଲୁଗା ସଫା କରିବା, ଏଥିରେ ବି ଯେଉଁ ଆମେ ବ୍ୟବହାର କରିଥାଉ ସେସବୁ କେଉଁଠୁ ଆସିଥାଏ? ସେ ବି ସେଇ ମାଟି ତଳୁ ହିଁ ଆମେ ଆସିଥାଏ। ହେଲା, ତେଣୁ କ'ଣ କୁହାଯାଇଛି? ଭୂମିକୁ ମୌଳିକ ଏବଂ ପ୍ରାକୃତିକ, ଭୂମି ହେଉଛି ପ୍ରକୃତିର ଦାନ, ହେଲା, ତେଣୁ ପ୍ରକୃତିର ଏକ ଅମୂଲ୍ୟ ଦାନ ବୋଲି କୁହାଯାଇଛି। ହେଲା, ତ ୟାକୁ କ'ଣ କୁହାଯାଏ? ମୌଳିକ ଏବଂ ପ୍ରାକୃତିକ ସମ୍ବଳ। ପ୍ରାକୃତିକ କାହିଁ କୁହାଗଲା? କାହିଁକିନା ଏଟାକୁ ମନୁଷ୍ୟ ବନେଇ ପାରିବନି। ହେଲା, ଏଇଟା ପ୍ରକୃତିରୁ ହିଁ ଏଇଟା ତିଆରି ହେଇଛି। ହେଲା, ତ ତେଣୁ ଇଏ ହେଉଛି ପ୍ରକୃତିର ଏକ ଅମୂଲ୍ୟ ଦାନ। ଅମୂଲ୍ୟ କାହିଁକି କୁହାଗଲା? ଆଉ ଯଦି ଭୂମି ନଥାନ୍ତା ତାହେଲେ ଆମେ କୌଣସି କାର୍ଯ୍ୟ କରିପାରିନଥାନ୍ତେ, ଏବଂ ଯେକୌଣସି କାର୍ଯ୍ୟ ଆମେ ସବୁ କରୁଛେ ସେ ସବୁର ଭିତ୍ତି ମାନେ ମୁଖ୍ୟ ଅଙ୍ଗ ହେଉଛି ଭୂମି। ଭୂମି ନାହିଁ କହିଲେ ଆମେ କୌଣସି କାର୍ଯ୍ୟ କରିପାରିବା ନାହିଁ। ତେଣୁ ଇଏ ହେଉଛି ପ୍ରକୃତିର ଆମ ସମସ୍ତଙ୍କୁ ଏକ ଅମୂଲ୍ୟ ଦାନ। ତାହେଲେ ଆଜି ଆମେ କ'ଣ ପଢ଼ିବା? ସମସ୍ତେ ଜାଣିସାରିଥିବ। ଆଜି ଆମେ ପଢ଼ିବା ଭୂସମ୍ବଳ। ହେଲା, ଯେହେତୁ ଭୂମି ଏକ ପ୍ରାକୃତିକ ସମ୍ବଳ, ତେଣୁ ଏହାକୁ ଭୂସମ୍ବଳ ବୋଲି କୁହାଯାଏ। ସମ୍ବଳ କହିଲେ କ'ଣ? ଏକ ସମ୍ପତ୍ତି। ତେବେ ଚାଲ ଜାଣିବା କି ଭୂସମ୍ବଳର ବିନିଯୋଗ। ବିନିଯୋଗ କ'ଣ? ମାନେ ଭୂସମ୍ବଳ ମାନେ ଭୂମିକୁ ଆମେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରିଥାଉ। ହେଲା, ଭୂମି ଆମର କେଉଁ କେଉଁ କାମରେ ଆସେ। ତ ଭୂମି କ'ଣ କରୁଛି କି ପ୍ରକୃତିର ସମସ୍ତ ପରିସଂସ୍ଥାରେ ଥିବା ସମଗ୍ର ଜୀବଜଗତର ଭାର ବହନ କରିଥାଏ। ଭାର ବହନ କରିବା ଅର୍ଥ କ'ଣ? ଦେଖ, ମନୁଷ୍ୟ ମାନେ ଜୀବଜଗତ, ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ଯେଉଁ ସବୁ ଅଛନ୍ତି, ଗଛ ଲତା ସବୁ ମାଟିରେ ହିଁ ବଢ଼ିଲେ। ଆମେ ସବୁଦିନେ ମାଟିରେ ଯିବା ଆସିବା କରୁ, ଗାଡ଼ି ମଟର ଚଲାଉ, ପଶୁ ପକ୍ଷୀ ସମସ୍ତେ ଏଇଠିରେ ହିଁ ସମସ୍ତେ ବିଚରଣ କରିଥାନ୍ତି। ତ କ'ଣ ହେଉଛି? ଭୂମି କ'ଣ କରୁଛି ବା ପୃଥିବୀ ଭୂମି କ'ଣ କରୁଛି? ଏସବୁ ଜିନିଷର ଭାରକୁ ବହନ କରିଥାଏ, ଏବଂ ମନୁଷ୍ୟ କ'ଣ କରେ? ଏଇ ଭୂମିକୁ ତାର ବିଭିନ୍ନ ପ୍ରକାର କାର୍ଯ୍ୟରେ ବିଭିନ୍ନ ଭାବରେ ବ୍ୟବହାର କରିଥାଏ। ତେବେ ଚାଲ ଆମେ ସେଗୁଡ଼ିକୁ ବିଷୟରେ ଆଜି ଆଲୋଚନା କରିବା। ଦେଖ, ପ୍ରଥମତଃ ମନୁଷ୍ୟ କ'ଣ କରେ? ଖାଦ୍ୟ ପାଇଁ ଆମର ଯେଉଁ ମୌଳିକ ଆବଶ୍ୟକତା ଅଛି, ମୌଳିକ ଆବଶ୍ୟକତାର ପ୍ରଥମ ଆବଶ୍ୟକତା ହେଉଛି କ'ଣ? ଖାଦ୍ୟ। କାହିଁକିନା ମନୁଷ୍ୟ ଖାଦ୍ୟ ବିନା ବଞ୍ଚିପାରିବ ନାହିଁ। ତେଣୁ ମୁଖ୍ୟ ଜିନିଷ ହେଉଛି ଖାଦ୍ୟ। ଏଠି ଆମେ ଦେଖୁଛେ ବିଭିନ୍ନ ପ୍ରକାର ଖାଦ୍ୟ ଅଛି, ଫଳ ପନିପରିବା, ବିଭିନ୍ନ ପ୍ରକାର ଫୁଲ, ଯାବତୀୟ ଜିନିଷ, ଏସବୁ ଜିନିଷ ଆମେ କେଉଁଠୁ ପାଇଥାଉ? ଭୂମି ହିଁ ଆମକୁ ଯୋଗାଇ ଦେଇଥାଏ। ହେଲା, ଠିକ୍ ସେହିପରି ଆମର ଦ୍ୱିତୀୟ ମୌଳିକ ଆବଶ୍ୟକତା ହେଉଛି କ'ଣ? ବସ୍ତ୍ର। ତ ଲଜ୍ଜା ନିବାରଣ ପାଇଁ ଆମେ ବସ୍ତ୍ର ପରିଧାନ କରିଥାଉ। ତ ଏଇ ବସ୍ତ୍ର ମଧ୍ୟ ଆମକୁ କିଏ ଯୋଗାଇଥାଏ? ଭୂମି ହିଁ ଯୋଗାଇଥାଏ। ତ ଭୂମିରୁ ଯେଉଁ କପାରୁ ତୁଳାରୁ ସୂତା ବା ରେଶମ ପୋଷମ ବିଭିନ୍ନ ପ୍ରକାର ଯେଉଁ ବସ୍ତ୍ର ତିଆରି କରିବାର ମାଧ୍ୟମ ଗୁଡ଼ିକ ଅଛି, ସେସବୁ କେଉଁଠୁ ଆସିଥାଏ? ଭୂମିରୁ ହିଁ ତାର ଉତ୍ପାଦନ ହୋଇଥାଏ। ଠିକ୍ ହେଲା। ତାପରେ ଆମର ତୃତୀୟ ମୌଳିକ ଆବଶ୍ୟକତା ହେଉଛି ବାସଗୃହ। ତ ବିଭିନ୍ନ ପ୍ରକାରର ବାସଗୃହ, ଯେକୌଣସି ପ୍ରକାର ବାସଗୃହ ତିଆରି କରିବା ପାଇଁ ମଧ୍ୟ ଭୂମିର ହିଁ ଆବଶ୍ୟକତା ରହିଥାଏ। ହେଲା, ତ ଭୂମି ଆମକୁ କ'ଣ କ'ଣ ଯୋଗାଇ ଦିଏ? ଖାଦ୍ୟ ଯୋଗାଇ ଦିଏ, ବସ୍ତ୍ର ଯୋଗାଇ ଦିଏ, ଏବଂ ଆମକୁ ଖରା ବର୍ଷା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଆମକୁ ବାସଗୃହ ମଧ୍ୟ ଯୋଗାଇ ଦେଇଥାଏ। କିଏ ଯୋଗାଇ ଦେଇଥାଏ? ଭୂମି ଯୋଗାଇ ଦେଇଥାଏ। ହେଲା, ଭୂମି ନଥିଲେ ଆମେ ଘର କେମିତି ତିଆରି କରିବା? ଆମେ ଘର ତିଆରି କରିପାରିବାନି। ତ ଯାହା ହେଲେ ମଧ୍ୟ ଭିତ୍ତିଭୂମି ସ୍ୱରୂପ ଆମକୁ ଭୂମିର ଆବଶ୍ୟକତା ନିହାତି ରହିଛି। ସେହି ପ୍ରକାରେ
आमे जो खाद्य खाऊचे किपरि खाऊचे भूमि रे विभिन्न प्रकार कृषि कार्य करे जाइकरी खाद्य शस्य उत्पादन करा जाए हैला अबे आमे घरे बसिकी आराम रे भात खाई दउचे डाली खाई दउचे से सब आसुची कोठू भूमि रू आसुची भूमि रे चाषी कौन करे मंजी बुणे ताकू पुणी चारा हैला पर ताकू गछ लगाए तापर से पुणी फल फूल धरला परे ताकू शस्य को अमल करे हैला धान ए सब थिले धान को कटा हुए तापर विभिन्न प्रकार ताकू प्रोसेसिंग हेई धान रु चाउल चाउल ए सब हेई कि जाई कि आम पाखु को आसे तापर मा ताकू रंधन करके हमको भात स्वरूप देइथांदी किंतु तार मूल जिंस कोठी अछि कृषि कार्य हेई हे खाद्य शस्यर उत्पादन हेई थाए ठीक है। तो भूमि रे विभिन्न प्रकार कृषि कार्य करी खाद्य शस्य उत्पादन कराई केवल धान गहम बोली नहीं जेकोसी फल पनीपरिबा फूल खाद्य शस्य ए सब सब प्रकार जहाँ आमे खाऊचे से सब जिनस आसुची कोठू भूमि रु ही आस्थाउचे सही प्रकार भूमि रे आउ कौन कौन स्थापन हो पारिबो आमे गोटे गाँ गोटे बनैबा आमे गोटे ग्रामर स्थापन करिबा ग्रामर स्थापन आमे किपरि करिबा जदि भूमि नथिबो गोटे भूमि थिले ही आमे सेठी गोटे गाँ बनै परिबा सेठी गोटे घर रु दुई घर परिवार बढ़िले गाँ माने समाज रे परिवार बढ़ले सेटा को कोन माने बढ़ी बढ़ी के गाँ रे परिणत हुए गाँ रु बढ़ी बढ़ी के शहर ए प्रकार हुए तो गाँ कोठी तयारी हबो गोटे भूमि उपरे ही गोटे गाँ रो तयारी माने गाँ रो गोटे निर्माण हेई परिबो गोटे गाँ रो स्थापना कोठी हेई परिबो गोटे भूमि उपरे ही गोटे ग्राम को आमे स्थापन करि परिबो गोटे कल्पना करि परिबो बा आमे बिना भूमि रे ग्राम निर्माण करि परिबो नाही तेन जदि हमकु ग्राम बनेबार अछि तो ग्राम इत्यादि सब काहा उपरे स्थापित होइताय भूमि उपरे ही स्थापित होई पारे होइताय ठीक सेही परी सहर मध्य हला तो जेकोसी जेते बड़ बड़ जिनस हो जेते बड़ बड़ अट्टालिका होची हो किंतु जदि भूमि नाही से अट्टालिका गुड़िकर कोनोसी अस्तित्व नाही हैला तो जिते बड़ अट्टालिका गढ़िले मध्य कारण 5 ताला 10 ताला 23 ताला 24 ताला महला आमे देखिचे बड़ बड़ सहर बड़ बड़ नगर महानगर मानकर केते बड़ बड़ भूमि माने केते बड़ बड़ अट्टालिका गुड़िक अछि किंतु तांकर बेसटा कोउटा भूमि भूमि नाही तो कोनोसी अट्टालिका तिष्टि पारिबे नाही तेणु भूमि र आवश्यकता निहाती रहिछि ठीक सही प्रकार विभिन्न प्रकार शिल्प केन्द्र अछि जेपरि कि स्टील प्लांट हो किंबा कोनोसी आमर कोयला खनि हो किंबा तापज विद्युत केन्द्र हो जल विद्युत केन्द्र हो जेकोसी शिल्प केन्द्र गुड़िक मध्य कहा उपरे स्थापित करा जाय थाए भूमि उपरे ही से गुड़िकर स्थापना होई थाए ठीक से प्रकार शिक्षानुष्ठान जेमती कि विभिन्न प्रकार विद्यालय कॉलेज यूनिवर्सिटी छोट प्राइमरी स्कूल टू आरंभ करिक बड़ बड़ यूनिवर्सिटी पर्यंत भी जदि आम निर्माण करिबा ताले कहा ऊपर निर्माण करिबा भूमि ऊपर ही आम निर्माण करि परिबा हैला भूमि नाही जदि कौनसी प्रकार कार्य हेई परिबो नाही हैला तो छोट प्राइमरी स्कूल पाई भी जेमिति गोटे भूमि दरकार बड़ बड़ यूनिवर्सिटी पाई मध्ये सेपरि भूमि दरकार तो छोट प्राथमिक विद्यालय ठू आरंभ करिक महाविद्यालय ठू आरंभ करिक उच्च विद्यालय महाविद्यालय विश्वविद्यालय पर्यंत भूमि रही आवश्यकता रही ठीक से प्रकार स्वास्थ्य केन्द्र मध्य भूमि उपरे ही निर्माण करा जाई पारिबो है विभिन्न प्रकार छोट हॉस्पिटल प्राइमरी हेल्थ सेंटर टू नहीं कि बड़ बड़ एम्स पर्यंत बड़ बड़ हॉस्पिटल जिते बड़ बड़ हॉस्पिटल्स माने आमे बनेबा चिकित्सा केन्द्र ए सब जिनस कहा ऊपर स्थापन करा जाई परिबो भूमि उपरे ही स्थापन करा जाई परिबो ठीक से प्रकार बजार ए चित्र रे हम देखि परिबा बहुत गुडे बजार अछि आम घर पाखरे मध्ये बहुत गुडे बजार अछि आमे जे ऊपर बसीचे बा छिडा हिचे आमे का ऊपर छिडा हिचे भूमि ऊपर छिडा हिचे आमे मार्केट जिबा कहले का कोथरे जिबा चली की भूमि उपरे ही आमे चली की जिबा तो से प्रकार मार्केट बा हमर बजार मध्ये सब भूमि उपरे ही स्थापन करे तामे देखबो कहबा कि नै बड़ बड़ मॉल अछि सेतरे 3 ताला 4 ताला वाला मॉल अछि किंतु तांकर बेसटा कोडी जदी तळ भूमि न थांदा तले एते बड़ बड़ मॉल हेई परथांदा की हेई पर न थांदा जत्ते बड़ बड़ मॉल जत्ते बड़ बड़ बाजार हो तार भित्ति भूमि होछ का ऊपर से माने तिष्ठि तांती से माने गोटे भूमि उपरे ही से माने निजको स्थापित करी थांती से प्रकार रास्ता घाट
ରାସ୍ତାଘାଟ ମଧ୍ୟ ଭୂମିରେ ହିଁ ନିର୍ମାଣ କରାଯାଇପାରିବ ହେଲା। ଯେକୌଣସି ଆମେ ମନେକର ଗୋଟେ ଫ୍ଲାଇଓଭର ବି ଉଦାହରଣ ସ୍ୱରୂପ ନେବା, ସେଇଟା ଭୂମିରୁ ହିଁ ବେସ୍ ହେଇକି ଆସିକି ଆଉ ଗୋଟେ ଭୂମି ସହିତ ହିଁ ସଂଲଗ୍ନ ହେଇଥିବ ହେଲା। ମାନେ ଗୋଟେ ଭୂମିରେ ଆମେ କହିବା ନାହିଁ ଫ୍ଲାଇଓଭର ତ ମାନେ ଉପରେ ଉଡ଼ୁ ମାନେ ଉପରେ ସେଇଟା ବନା ହେଇଛି ଯିବା ପାଇଁ, କିନ୍ତୁ ତାର ବେସ୍ଟା କେଉଁଠି ଅଛି, ସେଇଟା ଆରମ୍ଭଟା କେଉଁଠି ହେଇଛି, ଭୂମିରୁ ହିଁ ଆରମ୍ଭ ହେଇଛି, ପୁଣି ଆଉ ଗୋଟେ ଭୂମି ସହିତ ହିଁ ସେଟାକୁ ଆଉ ଗୋଟେ ଭୂମି ସହିତ ହିଁ ସେ ଯୋଗ କରୁଥିବ। ଠିକ୍ ହେଲା। ଖାଲି ଯିବା ଆସିବାର ସୁବିଧା ପାଇଁ ଆମେ ଏ ପ୍ରକାର ଫ୍ଲାଇଓଭର ଏସବୁ ନିର୍ମାଣ କରିଥାଉ, କିନ୍ତୁ ଯାହା ହେଲେ ମଧ୍ୟ ସେଇ ରାସ୍ତାଘାଟ ଏସବୁ ଜିନିଷ ଆମେ କାହା ଉପରେ ବନେଇ ପାରିବା, ଭୂମି ଉପରେ ହିଁ ବନେଇ ପାରିବା। ଯେତେ ବଡ଼ ବଡ଼ ଫ୍ଲାଇଓଭର ବନେଇଲେ ମଧ୍ୟ ଆମେ ସେଥିରୁ ପିଲର ଦେଇଥାଉ, ବଡ଼ ବଡ଼ ମୋଟା ମୋଟା ପିଲର ଦେଇଥାଉ, ମାନେ ସିମେଣ୍ଟର ଲୁହା ଛଡ଼ାର ପିଲର ଦେଇଥାଉ। ତାକୁ କିଏ ଧରିକି ରଖିଥାଏ ସେ ଫ୍ଲାଇଓଭରକୁ, ଭୂମି ହିଁ ସେଟାକୁ ମାନେ ସୁଦୃଢ଼ କରିକି ରଖିଥାଏ। ଠିକ୍ ହେଲା। ସେଇ ପ୍ରକାର ରେଳ ରାସ୍ତା ମଧ୍ୟ କେଉଁଥିରୁ କେଉଁ ଉପରେ କରାଯାଇପାରିବ, ରେଳ ରାସ୍ତା ମଧ୍ୟ ଭୂମି ଉପରେ ହିଁ ଆମେ ତିଆରି କରିପାରିବା ହେଲା। ଯେକୌଣସି ଆମେ କହିବା ବ୍ରିଜ୍ କେମିତି ଗୋଟେ ବ୍ରିଜ୍ ଆଉ ଗୋଟେ ବ୍ରିଜ୍ରୁ ମଧ୍ୟ ଗୋଟେ ଭୂମି ସହିତ ଆଉ ଗୋଟେ ଭୂମି ସହିତ ମଧ୍ୟ ଯୋଗ କରୁଛି, ତା ଉପର ଦେଇକି ସେ ଯାଇଥାଏ। ତ ନିହାତି ଭାବେ ବିନା ଭୂମିରେ କୌଣସି ପ୍ରକାର କାର୍ଯ୍ୟ ସମ୍ଭବ ନାହିଁ। ସେ ରେଳ ରାସ୍ତା ହଉ କିମ୍ବା ମାନେ ରେଳପଥ ହଉ କିମ୍ବା ସଡ଼କ ପଥ ହଉ କିମ୍ବା ରାଜପଥ ହଉ, ଜାତୀୟ ରାଜପଥ ହଉ, ରାଜ୍ୟ ରାଜପଥ ହଉ, ଯେକୌଣସି ପଥ ହଉ, ସେ ବିନା ଭୂମିରେ ତାର କୌଣସି କାର୍ଯ୍ୟ ସମ୍ଭବ ହେଇପାରିନଥାଏ। ଠିକ୍ ସେଇ ପ୍ରକାରେ ଦେଖିବା ଉଡ଼ାଜାହାଜ ପଡ଼ିଆ ହେଲା। ଅର୍ଥାତ୍ ଆମେ କହିବା କ'ଣ, ଉଡ଼ାଜାହାଜ ତ ଆକାଶରେ ଉଡ଼ୁଛି, ଆକୁ ତ ଭୂମିର ଆବଶ୍ୟକତା ନାହିଁ। ଆଚ୍ଛା, ଯଦି ଭୂମିର ଆବଶ୍ୟକତା ନାହିଁ ତାହେଲେ ଲୋକମାନେ ଚଢ଼ିବେ କେଉଁଠୁ? ଉଡ଼ାଜାହାଜ ଯେଉଁ ଉଡ଼ିବ ସେ କେଉଁଠୁ ଉଡ଼ିବ? ଭୂମିରୁ ହିଁ ସେ ଉଡ଼ିବ। ଉପରେ ମାନେ ଟେକ୍ ଅଫ୍ ହେଲା ବେଳୁ ମଧ୍ୟ ଭୂମିରୁ ହିଁ ସେ ଟେକ୍ ଅଫ୍ ହେଇଥାଏ, ପୁଣି ଲ୍ୟାଣ୍ଡ ମଧ୍ୟ ସେ ଭୂମିରେ ହିଁ ଲ୍ୟାଣ୍ଡ କରିଥାଏ। ଠିକ୍ ହେଲା। ତ ବିଭିନ୍ନ ପ୍ରକାର ରାସ୍ତାଘାଟ, ରେଳପଥ, ଉଡ଼ାଜାହାଜ ପଡ଼ିଆ ହେଲା। ଏହାର ଆହୁରି ମଧ୍ୟ ବହୁତ ଗୁଡ଼ିଏ ଉଦାହରଣ ଅଛି, ଯେପରିକି ସାମୁଦ୍ରିକ ବନ୍ଦର, ନଦୀବନ୍ଧ, କେନାଲ, ବିଭିନ୍ନ ପ୍ରକାର ପରିବହନ କାର୍ଯ୍ୟ ଯେଉଁ ହୋଇଥାଏ ସେ ମଧ୍ୟ ଭୂମି ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ, ତାର ମାଧ୍ୟମ ଭୂମି ହିଁ ହେଇଥାଏ ହେଲା। ସେଇ ପ୍ରକାର ଏସବୁ ବିନା ଭୂମିରେ ଏସବୁ କୌଣସି ପ୍ରକାର ରାସ୍ତାଘାଟ, କୌଣସି ପ୍ରକାର ସଡ଼କ ପଥ, କୌଣସି ପ୍ରକାର ରେଳପଥ ବା ଉଡ଼ାଜାହାଜ ପଡ଼ିଆ ହେଉ କିମ୍ବା ଅନ୍ୟ ଯେକୌଣସି ପରିବହନ ପଥ ଗୁଡ଼ିକ ଭୂମି ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ। ଠିକ୍ ସେଇ ପ୍ରକାରେ ଆଉ ଏକ ଉଦାହରଣ ଦେଖିବା। ଆମ ଭୂପୃଷ୍ଠରେ ବହୁତ ଗୁଡ଼ିଏ ଅରଣ୍ୟ ଅଛି। ସେ ଅରଣ୍ୟ ମଧ୍ୟ କ'ଣ ଏଇ ଭୂମି ଉପରେ ହିଁ ସୃଷ୍ଟି ହୋଇଥାଏ ହେଲା। ସେଇ ପ୍ରକାର এই ଯେଉଁ ଦେଖୁଛେ ଆମେ ତୃଣଭୂମି, এই ତୃଣଭୂମି ମଧ୍ୟ କ'ଣ ହେଇଛି, ଏଇ ଭୂମି ଉପରେ ହିଁ ସେ ସୃଷ୍ଟି ହୋଇଛି। ତ ଭୂପୃଷ୍ଠରେ ଥିବା ବିଭିନ୍ନ ପ୍ରକାର ଅରଣ୍ୟ, ତୃଣଭୂମି ଏବଂ ସେଥିରେ ବସବାସ କରୁଥିବା ବହୁତ ଗୁଡ଼ିଏ ପ୍ରାଣୀ ଏବଂ ମନୁଷ୍ୟର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଏକ ଅନୁକୂଳ ପରିସଂସ୍ଥା ସୃଷ୍ଟି କରି ବିଶ୍ୱ ଜଳବାୟୁକୁ ମଧ୍ୟ ସେ ନିୟନ୍ତ୍ରଣ କରିଥାଏ। ତ ଭୂମି କ'ଣ କରେ କି, ଭୂମି ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାର ଅରଣ୍ୟ ଏବଂ ତୃଣଭୂମି ଏସବୁ କ'ଣ କରନ୍ତି, ଏଠି ଯେଉଁ ପ୍ରାଣୀ ଏବଂ ମନୁଷ୍ୟମାନେ ବାସ କରନ୍ତି ସେମାନଙ୍କର ବିଭିନ୍ନ ପ୍ରକାର ଆବଶ୍ୟକତା ପୂରଣ କରୁଛି। ଅର୍ଥାତ୍ ଆମକୁ ଆବଶ୍ୟକ ହେଲା ଖାଦ୍ୟ, ଆମକୁ ଭୂମି ଖାଦ୍ୟ ଯୋଗାଉଛି, ଭୂମି ଆମକୁ ବାସଗୃହ ଯୋଗାଉଛି, ଭୂମି ଆମକୁ ବସ୍ତ୍ର ଯୋଗାଉଛି। କେବଳ ମନୁଷ୍ୟମାନଙ୍କୁ ଏସବୁ ଯୋଗାଇବା ସହିତ ଅନ୍ୟ ପ୍ରାଣୀ ଯେଉଁ ପଶୁପକ୍ଷୀ ମାନେ ବାସ କରୁଛନ୍ତି, ତ ସେମାନେ ଯେଉଁ ଅନ୍ୟ ଅଲଗା ପରିସଂସ୍ଥାରେ ବାସ କରୁଛନ୍ତି, ତ ସେମାନଙ୍କର ଆବଶ୍ୟକତା ମଧ୍ୟ ପୂରଣ କରିଥାଏ। ଯେପରି ମାଛ କେଉଁଠି ରହିବ, ପାଣିରେ ରହିବ, ସେଥିପାଇଁ ଭୂମି ଉପରେ ଜଳ ସୃଷ୍ଟି ହେଇଛି ହେଲା। ତ ସେପରି ଗାଈ କ'ଣ ଖାଇବ, ଗାଈ ଘାସ ଖାଇବ, ତେଣୁ ତୃଣଭୂମି ସୃଷ୍ଟି ହେଇଛି। ତ ଏଇ ପ୍ରକାର ଏଇସବୁ ଜିନିଷ ମଧ୍ୟ ଭୂମି ମନୁଷ୍ୟର ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ପ୍ରାଣୀମାନଙ୍କର ବା ପଶୁପକ୍ଷୀମାନଙ୍କର ମଧ୍ୟ ଆବଶ୍ୟକତାକୁ ପୂରଣ କରିଥାଏ। ଏହି ପ୍ରକାର ସେ ଏକ ଅନୁକୂଳ ପରିବେଶ ସୃଷ୍ଟି କରି ଆମର ବିଶ୍ୱ ଜଳବାୟୁକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। କିଏ? ଭୂମି। ତ ଆମେ ବର୍ତ୍ତମାନ ଜାଣିଲେ, ତେଣୁ ଏଥିପାଇଁ ଆମେ କ'ଣ କହୁଛେ, ଭୂମିକୁ ଏକ
संबल बोली कौचे अर्थात बिना भूमि रे कौनसी प्रकार कार्य संभव नुहे हेई परिबो नाही हला भूमि होउची एक अमूल्य संबल एक गुरुत्वपूर्ण संबल होउची भूमि तेणु या कौन कहगला एक मौलिक व प्राकृतिक संबल व प्रकृतिर एक अमूल्य दान बोली कहगला ठीक है ମୁଁ ଆଶା କରୁଛି ଆପଣ ସମସ୍ତେ ବୁଝି ପାରିଥିବେ ତେବେ ଚାଲନ୍ତୁ ମୁଁ ଆପଣଙ୍କୁ ଆଜିର ବିଷୟବସ୍ତୁ ଉପରେ ପର୍ଯ୍ୟବସିତ କିଛି ପ୍ରଶ୍ନ ପଚାରିବି ଦେଖିବା ଆପଣମାନଙ୍କ ଭିତରୁ କୋଉମାନେ ସଠିକ ଉତ୍ତର ଦେଇ ପାରୁଛନ୍ତି ଠିକ ହେଲା ତେଲେ এই ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ତେବେ ପ୍ରଥମ ପ୍ରଶ୍ନଟି ହେଉଛି କେଉଁଟି ସର୍ବତ୍ର ସୁଲଭ ସମ୍ବଳ ଅଟେ ନିମ୍ନଲିଖିତ ମଧ୍ୟରୁ କେଉଁଠି ସର୍ବତ୍ର ସୁଲଭ ସମ୍ବଳ ଅଟେ क भूमि ख खनिज पदार्थ ग कोयला घ पेट्रोलियम এই চারিটা মধ্যরু কেউটি সর্বত্র সুলভ সম্বল অটে সর্বত্র সুলভ অর্থাৎ কোন সর্বত্র অর্থাৎ ସବୁଆଡ଼େ ସୁଲଭ ଅର୍ଥାତ୍ ଯାହା ଅତି ସହଜରେ ଆମେ ପାଇପାରେ ସୁଲଭର ବିପରୀତ ଶବ୍ଦ କ'ଣ ଦୁର୍ଲଭ ଅର୍ଥାତ୍ ଯାହା ଅତି କଷ୍ଟରେ ମିଳେ କିନ୍ତୁ ସୁଲଭ କ'ଣ ଯାହା ଅତି ସହଜରେ ମିଳିଯାଏ ତ ଏଇ ଚାରିଟା ଅପସନ୍ସ ଭିତରୁ କେଉଁ ଜିନିଷଟି ବା କେଉଁଟି ଆମକୁ ଅତି ସହଜରେ ମିଳିଯାଏ ଏ ସବୁଗୁଡ଼ିକ ସମ୍ବଳ ଅଟନ୍ତି କିନ୍ତୁ କେଉଁଟି ସର୍ବତ୍ର ସୁଲଭ ସମ୍ବଳ ଅଟେ ହେଲା ମାନେ ସବୁବେଳେ ଆମକୁ ମିଳିଯିବ ଯେ ଯୋଉ ଜାଗାରେ ବି ଆମେ ଖୋଜିବା ଯୁଆଡ଼େ ଦେଖିବା ଆମେ ସିଆଡ଼େ ସେୟା ପାଇବା ଆଚ୍ଛା ପେଟ୍ରୋଲିୟମକୁ ଆମେ ଚାରିଆଡ଼େ ପାଇବା କି କୋଇଲାକୁ ସେମିତି ଚାରିଆଡ଼େ ପାଇବା କି ସେହି ପ୍ରକାର ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ଅଛି ମାନେ ଖଣିରୁ ସୃଷ୍ଟି ହେଉଥିବା ପଦାର୍ଥ ଖଣିଜ ପଦାର୍ଥ ତ ମାଟି ତଳେ ଯେକୌଣସି ପଦାର୍ଥ ଅଛି ଲୁହା ସୁନା ରୂପା ପ୍ଲାଟିନମ୍ ମାଙ୍ଗାନିଜ୍ ବକ୍ସାଇଟ୍ ଲୁହାପଥର ଚୂନପଥର ଏମିତି ବିଭିନ୍ନ ପ୍ରକାର ଖଣିଜ ପଥର ତ ଅଛି ଖଣିଜ ପଦାର୍ଥ ଅଛି ହେଲା ତ ଏସବୁ ଜିନିଷ ଆମେ ସବୁଆଡ଼େ ପାଇବା କି ସହଜରେ ପାଇବା କି ସେମିତି ଭୂମି ଆମେ ସବୁଆଡ଼େ ସହଜରେ ପାଇବା କି ଜଲ୍ଦି ଜଲ୍ଦି ଆଉ ଡେରି କରିବାନି ଶୀଘ୍ର ଶୀଘ୍ର ଉତ୍ତର ଦେଇଦେବା ଯାହା ହେଉ ସମସ୍ତେ ଏ କାଳାଂଶରେ ଭାଗ ନେଉଛନ୍ତି ବହୁତ ଖୁସି ଲାଗୁଛି ହଁ ତେବେ ସଠିକ ଉତ୍ତରଟି ହେଉଛି ଭୂମି ଠିକ ହେଲା ଉତ୍ତର ହେଉଛି ଭୂମି କାହିଁକି ନା ଭୂମି ଭୂପୃଷ୍ଠରେ ସବୁଠାରେ ମିଳିଥାଏ ହେଲା ତେଣୁ ଭୂମିକୁ ସର୍ବତ୍ର ସୁଲଭ ସମ୍ବଳ କୁହାଯାଏ ଯଦି କାରଣ ପଚରାଯାଏ କାହିଁକି ଭୂମିକୁ କୁହାଗଲା ସର୍ବତ୍ର ସୁଲଭ ସମ୍ବଳ ତାହେଲେ କାହିଁକି କୁହାଯାଏ ତାକୁ କାହିଁକି ନା ଭୂମି ଭୂପୃଷ୍ଠରେ ସବୁଠାରେ ମିଳିଥାଏ ଆମେ ଯୋଉଠିକି ଦେଖିବା ଭୂମି ପାଇପାରିବା ହେଲା ଯୁଆଡ଼େ ଦେଖିବା ଭୂମିକୁ ପାଇବା ବିନା ଭୂମିରେ କୌଣସି କାର୍ଯ୍ୟ ସମ୍ଭବ ହିଁ ନୁହଁ ଠିକ ହେଲା ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନ ହେଉଛି ମନୁଷ୍ୟର ସମସ୍ତ ପ୍ରକାର ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକଳାପ କାହା ଉପରେ ଆଧାରିତ କ ଜଙ୍ଗଲ ଖ ଗୃହ ଗ ଭୂମି ଘ ଜଳ ମନୁଷ୍ୟର ସମସ୍ତ ପ୍ରକାର ସାମାଜିକ ତଥା ଅର୍ଥନୈତିକ କାର୍ଯ୍ୟକଳାପ କାହା ଉପରେ ପର୍ଯ୍ୟବସିତ ମନୁଷ୍ୟ ଯେକୌଣସି ପ୍ରକାର କାମ କରିଥାଏ ବା ଆମେ ଯେକୌଣସି ପ୍ରକାର ସାମାଜିକ କାର୍ଯ୍ୟ କରୁ ବା ଅର୍ଥନୈତିକ କାର୍ଯ୍ୟ କରୁ ଏହା ସବୁ କାହା ଉପରେ ଆଧାରିତ କେଉଁ ଜିନିଷଟି ନଥିବ ଯଦି ଆମେ କରିପାରିବାନି ଅର୍ଥାତ୍ ଏଇ ଚାରୋଟି ଅପସନ୍ସ ମଧ୍ୟରୁ କେଉଁ ଅପସନ୍ସଟି ଆପ୍ରୋପ୍ରିଏଟ୍ ମନେ ହେଉଛି ଜଲ୍ଦି ଜଲ୍ଦି ଉତ୍ତର ଦେଇଦେବା ଠିକ ଉତ୍ତର ସମସ୍ତେ ଜାଣିଛ ହେଲା କ'ଣ ହବ ଉତ୍ତର ହେଉଛି ଗ ଭୂମି ହେଲା
है कारण मनुष्य समस्त प्रकार सामाजिक तथा अर्थनैतिक कार्यकलाप कहा उपरे करथाए भूमि उपरे ही करिथाए वेरी गुड जो मैंने सठिक उत्तर देइचंदी से समस्त को धन्यवाद। तृतीय प्रश्न एमानक मध्यरु केउंटी मनुष्यर मौलिक आवश्यकता नुहे निम्नलिखित मध्यरु केउंठी मनुष्यर मौलिक आवश्यकता नुहे क वस्त्र ख वासगृह ग शिक्षा घ खाद्य। आमे जानिछे पिला दिनरु आमे सामाजिक पढ़ी पढ़ी आछे कौन आमर तीनोटी मौलिक आवश्यकता अछि कौन कौन से तीनोटी मौलिक आवश्यकता से तीनोटी मौलिक आवश्यकता को छाड़ी देले आउ जेउटी रही गला ताहा मौलिक आवश्यकता नुहे। अच्छा कहल वस्त्र आमर मौलिक आवश्यकता ना नहीं आमे बिना वस्त्र रे रही परिबा ना कारण लज्जा निवारण करने पई आमको वस्त्रर आवश्यकता निहाती भावे आवश्यक रही। ठीक सही परी बासगृह आम पाखरे वस्त्र अच्छी खाद्य अच्छी सब किछि अच्छी किंतु आम पाखरे बासगृह नाही आमे खरा वर्षा शीत को केमिति सहिबा तेणु आमको खरा वर्षा एवं शीतर प्रकोपरु रक्षा पाइबा पई बासगृहर आवश्यकता निहाती भावे रही। ठीक सही परी शिक्षा वस्त्र बासगृह खाद्य अच्छी शिक्षा नाही ताहले आमे बंची परिबा कि नाही चिंता कर। ठीक सही प्रकार आम पाखरे वस्त्र अच्छी बासगृह अच्छी शिक्षा अच्छी किंतु खाइबा को किछि नाही आमे बंची परिबा कि ताहले हमर ठीक उत्तरटी कौन हेबो वेरी गुड समस्ते ठीक उत्तर देइचंती कारण आमर मनुष्यर मौलिक आवश्यकता होची खाद्य वस्त्र एवं बासगृह तेणु शिक्षाटी मौलिक आवश्यकता नुहे हला उत्तर होची शिक्षा मनुष्यर मौलिक आवश्यकता नुहे। बहुत बहुत धन्यवाद आपण समस्ते एई शिक्षण कार्य रे बहुत सुंदर भावे योगदान कले एवं एई प्रश्न उत्तर कार्यक्रम रे मध्य बहुत ठीक भावे भाग नहीं समस्त प्रश्नर ठीक ठीक उत्तर देथिबारु आपण समस्त को बहुत बहुत धन्यवाद दोछि। ठीक है आमे देखा बा पुणे को नूतन अध्याय रे एवं नूतन विषय वस्तु किछि नूतन प्रश्न सहित ठीक है जदि आपण को मन रे किछि संदेह रही गला किछि प्रश्न किछि अबुझा रही गला तेबे आपण माने आवेती ऑफिशियल व्हाट्सएप नंबर रे हमको जोगाजोग करि परिबे हमर व्हाट्सएप नंबर टी हैला 7894040614। आवेती लर्निंग आपण समस्त को फ्री ऑनलाइन क्लास तथा विभिन्न प्रकार शिक्षण सामग्री विशेष करी ओडिया माध्यम रो छात्र छात्री माननकु एही कोविड-19 रो एही महामारी समय रे विभिन्न प्रकार पाठ्य विषय वस्तु जोगै दउची। तो आपण समस्ते एही भूगोल कालांशरे उपस्थित थिबारु आपण समस्त को बहुत बहुत धन्यवाद आमे देखाबा पुणे नूतन भूगोल कालांशरे हैला ठीक अछि एबे मते विदाय दियंतु धन्यवाद।